ମୁଁ ଏବେ ଦିନେ ମୋ ମାଉସୀ ଶାଶୁଙ୍କ ସହ କଥା ହେଉଥିଲି। ତ ମାଉସୀ ମୋତେ କହିଲେ, ବୁଝିଲୁ ନା, ମୋ ଶାଶୁ ଆଜି ରାଗିଛନ୍ତି। ସୋନିର ପରୀକ୍ଷା ଥିଲା। ମୋ ଶାଶୁ କହିଲେ, ଠାକୁରଙ୍କ ପାଖରେ ଦୀପଟେ ଲଗେଇଲୁ ନା ନାଇଁ ସୋନି ପାଇଁ? ମାଉସୀ କହିଲେ, କାହିଁ ଦୀପ ଲଗେଇଥାନ୍ତି, ସବୁଦିନ ତ ପୂଜା ସମୟରେ ଠାକୁରଙ୍କ ପାଖରେ ଦୀପ ଲାଗୁଛି। ତାଙ୍କ ଶାଶୁ କହିଲେ, କି ଭଳିଆ ମାଆଟା ତୁ କେଜାଣି, ତୋ ଝିଅର ପରୀକ୍ଷା, ତୁ ଠାକୁରଙ୍କ ପାଖରେ ଦୀପଟେ ଲଗେଇବନୁ ନା? ମାଉସୀ କହିଲେ, ଆପଣ ଯେଉଁ କଥା କହୁଛନ୍ତି ମା, ଆଉ ଗୋଟେ ଦୀପ ଲଗେଇଥାନ୍ତି ପରୀକ୍ଷା ପାଇଁ ମୋ ଝିଅର। ଆଚ୍ଛା କହିଲେ, ଯେଉଁ ଝିଅର ମା ନାହିଁ, ଯେଉଁ ପିଲାର ମା ନାହିଁ, ତା ପାଇଁ କିଏ ଦୀପଟିଏ ଲଗେଇବ? ତେଣୁ କେତେ ସୁନ୍ଦର କଥାଟେ ମୁଁ ସେଦିନ ମାଉସୀଙ୍କ ଠାରୁ ଶିଖିଲି। ସତ କଥା କହିବାକୁ ଗଲେ, ଯେଉଁ ଛୁଆର ମାଟିଏ ନାହିଁ, ସତରେ ସେ କେତେ ବେସାହାରା ଅନୁଭବ କରୁଥିବ ନିଜକୁ। ତେଣୁ ପରୀକ୍ଷା ସମୟରେ ପିଲାମାନଙ୍କ ପାଇଁ ସବୁ ମା ଠାକୁରଙ୍କ ପାଖରେ ଦୀପଟିଏ ଲଗେଇ ମଙ୍ଗଳ କାମନା କରିଥାନ୍ତି ବା ଶୁଭ ମନାସିଥାନ୍ତି। ତେଣୁ ଦୀପଟିଏ ଲଗେଇ ଠାକୁରଙ୍କ ପାଖରେ ଶୁଭ ମନାସିବା ସମୟରେ ଏତିକି ଠାକୁରଙ୍କୁ ଜଣାନ୍ତୁ ଯେ ପ୍ରଭୁ ଆଜି ପରୀକ୍ଷା ଦେଉଥିବା ସମସ୍ତ ପିଲାମାନଙ୍କର ମଙ୍ଗଳ ହେଉ। ତେଣିକି ଫଳାଫଳ ଭଗବାନଙ୍କ ହାତରେ। ସତରେ ଗୁରୁଜନମାନଙ୍କର କଥା ଆମ ପାଇଁ ଆଶୀର୍ବାଦ। କେତେ ସୁନ୍ଦର କଥାଟିଏ ମୋତେ ଶିଖିବାକୁ ମିଳିଲା ମାଉସୀଙ୍କ ଠାରୁ। ଲଭ୍ ୟୁ ଟୁ ମାଉସୀ।